କଥା କହିବା ପାଇଁ ଚାହାନ୍ତି ଯାହାକି ଆମମାନଙ୍କର ଭୂଷଣ ଏକ ଅକ୍ଷୟ ଭୂଷଣ ହେବାର ଦରକାର। ଆମମାନଙ୍କର ଭୂଷଣ କ୍ଷୟ ଭୂଷଣ ନ ହେଉ। ଅନେକ ସମୟରେ ଆମମାନେ ଭାବିଥାଉ କି ଭୂଷଣ ଯାହାକି ଆମମାନଙ୍କର ପରିଧାନର ବିଷୟ ଏକ ଉତ୍ତମ ହେବା ଦରକାର। ଆମମାନେ ବାହ୍ୟ ଭୂଷଣକୁ ନେଇକି ଅନେକ ସମୟରେ ଚିନ୍ତା କରିଥାଉ। ଆମକୁ ଏକ ବିଷୟକୁ କହିଥାଏ ବା ବୁଝାଇଥାଏ ଯେ ଆମମାନଙ୍କର ଭୂଷଣ କ୍ଷୟ ଭୂଷଣ ନ ହେଇ ଅକ୍ଷୟ ଭୂଷଣ ହେବା ଆବଶ୍ୟକ ଅଛି। ପ୍ରେଜ୍ ଦ ଲର୍ଡ। Praise the Lord. ଆମମାନେ ଯିବା ଶାସ୍ତ୍ର ଅଂଶରୁ ଆମମାନେ ପ୍ରଥମ 3 ଅଧ୍ୟାୟ ଆମମାନେ 4 ପଦ 3 ପଦ 4 ପଦ ଆମମାନେ ପଠନ କରିବା। ଏ ସ୍ଥାନରେ ଏ ପ୍ରକାର ଲେଖାଯାଏ ପ୍ରଥମ ପିତର ତାର 3 ଅଧ୍ୟାୟ ମାନେ 3 ଆଉ 4 ପଦ ପଠନ କରିବା। କେହି ଯଦି ପ୍ରସ୍ତୁତରେ ଅଛନ୍ତି ଆମମାନଙ୍କୁ ପଢି ସାହାଯ୍ୟ କରିବେ। ତିନି ଚାରି ପୁଣି ଆଜ୍ଞା 3 ଅଧ୍ୟାୟ ତାର 3 4 ପୁଣି କେଶବେଶ ସୁବର୍ଣ୍ଣ ଆଭରଣ ଓ ସୁନ୍ଦର ବସ୍ତ୍ର ପରିଧାନ ଏପରି ଯେଉଁ ବାହ୍ୟଭୂଷଣ ତାହା ତୁମମାନଙ୍କର ଭୂଷଣ ନ ହୋଇ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହା ହିଁ ତୁମମାନଙ୍କର ଅକ୍ଷୟ ଭୂଷଣ ହେଉ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ପରମେଶ୍ୱର ବାକ୍ୟ ଆମମାନଙ୍କୁ ଏହା କୁହେ ମୋର ପ୍ରିୟ ମାନେ ଯାହାକି ଆମମାନଙ୍କର ବାହ୍ୟ ଭୂଷଣ ଆମମାନଙ୍କର ଭୂଷଣ ନ ହେଉ। ଆମମାନଙ୍କର ଭୂଷଣ ଏକ ଅକ୍ଷୟ ଭୂଷଣ ହେଉ ଯାହାକି ପରମେଶ୍ୱର ଆମମାନଙ୍କ ଠାରୁ ଚାହାନ୍ତି। ଯୋଉ ଭୂଷଣ ପ୍ରଭୁ ଆମମାନଙ୍କୁ ଭୂଷିତ ହେବା ପାଇଁ କୁହନ୍ତି ଆମମାନେ ସେହି ଭୂଷଣରେ ଭୂଷିତ ହେଉ। ଯାହାକି ଆମେ 3 ପଦରେ ଦେଖୁଛୁ ପୁଣି କେଶବେଶ ସୁବର୍ଣ୍ଣ ଆଭରଣ ଆଉ ସୁନ୍ଦର ବସ୍ତ୍ର ପରିଧାନ ଏପରି ଯେଉଁ ବାହ୍ୟ ଭୂଷଣ ତାହା ତୁମ୍ଭମାନଙ୍କର ଭୂଷଣ ନ ହେଉ। ଆମେ ଅନେକ ସମୟରେ ଭାବିଥାଉ ମତେ ଶୁଭ୍ର ବସ୍ତ୍ର ପରିଧାନ କଲେ ମତେ ଲୋକମାନେ ସମ୍ମାନ ଦିଅନ୍ତି। ଅନେକ ଆମେ ଭାବିଥାଉ ମୁଁ ଜେଣ୍ଟାଲି ଗୋଟେ ଫର୍ମାଲି ଡ୍ରେସ ଯଦି ମୁଁ ଲଗାଏ ଯଦି ମୁଁ ସ୍ୱଚ୍ଛ ଡ୍ରେସ ଯଦି ଲଗାଏ ତେବେ ମତେ ଲୋକମାନେ ସମ୍ମାନ ଦିଅନ୍ତି। ଏ ପ୍ରକାର ଆମମାନେ ଭାବିଥାଉ। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ଏହା କୁହେ ଯେ ଆମମାନଙ୍କର ଯୋଉ ଭୂଷଣ ହେବାର ଆବଶ୍ୟକତା ଅଛି ଆମମାନଙ୍କର ଯୋଉ ଭୂଷଣ ଅଛି ତାହା ଏକ ଅକ୍ଷୟ ଭୂଷଣ ହେଉ। ଏଇ ଯୋଉ ଆମମାନେ ବାହ୍ୟ ଭୂଷଣ କରୁଛୁ ତାହା ମୋର ପ୍ରିୟ ମାନେ ଅଳ୍ପ ଦିନ ପରେ ତାହା ନଷ୍ଟ ହେଇଯାଏ, ତାହା ଚିରିଯାଏ। କିନ୍ତୁ ଯୋଉ ଭୂଷଣ ବିଷୟରେ ପ୍ରଭୁ ଆମମାନଙ୍କୁ କହନ୍ତି ସେଇ ଭୂଷଣ ଅକ୍ଷୟ ଭୂଷଣ ଅଟେ। ପ୍ରଭୁ ଯେଉଁ ଭୂଷଣ ଚାହାନ୍ତି ମୋର ପ୍ରିୟମାନେ ତାହା ଆମମାନେ ଭୂଷିତ କରିବା ଦରକାର। ଯାହାକି 4 ପଦରେ କୁହେ ହୃଦୟର ଯେଉଁ କୋମଳ ଓ ଶାନ୍ତିଯୁକ୍ତ ଗୁପ୍ତ ସ୍ୱଭାବ ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ ତାହା ହିଁ ତୁମ୍ଭମାନଙ୍କର ଅକ୍ଷୟ ଭୂଷଣ ହେଉ। ପ୍ରେଜ୍ ଦ ଲର୍ଡ। Praise the Lord. ହାଲେଲୁୟା। ଯେତେବେଳେ ଆମେ ଦେଖୁ ଯୋଉ ବିବରଣୀ ତାର 6 ଅଧ୍ୟାୟ ତାର 6 ରୁ ଆମମାନେ 8 ପଦ ଦେଖିବା ଯେ ତାହା ଆମମାନଙ୍କୁ ଏକ ହୁଏ ଟିକେ ପଢିଦେବା ଯେ ଆଜ୍ଞା କେତେ କହିଲେ? ଦ୍ୱିତୀୟ ବିବରଣୀ ତାର 6 ଅଧ୍ୟାୟ ତାର 6 ରୁ ଆମମାନେ 8 ପଦ ଯାଇ ପଢିବା ଯାହାକି ଆତ୍ମିକ ବିଷୟରେ ଲେଖାଯାଏ। ପୁଣି ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭମାନଙ୍କୁ ଆଜ୍ଞା କରୁଅଛି ତାହା ତୁମ୍ଭେ ହଁ ଆପଣା ହୃଦୟରେ ରଖିବ। ଆଉ ଆସିବ ତୁମ୍ଭେ ଆପଣ ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିଲା ବେଳେ ଓ ତୁମ୍ଭ ଶୟନ କରିବା ବେଳେ ଓ ତୁମ୍ଭେ ଉଠିବା ବେଳେ ସେମାନଙ୍କ ସଙ୍ଗେ ସେହି ବିଷୟରେ କଥାବାର୍ତ୍ତା କରିବ। ତ ଆମମାନେ ଯେତେବେଳେ ପରମେଶ୍ୱରଙ୍କର ବିଷୟରେ ଯେତେବେଳେ ପରମେଶ୍ୱର ଯୋଉ ବିଷୟ ଚାହାନ୍ତି ସେଇ ଦ୍ୱିତୀୟ ବିଷୟରେ ବିବରଣ ଆମମାନେ 6 ଅଧ୍ୟାୟ ଆମମାନଙ୍କର ପିଲାମାନଙ୍କ ସହିତ 6 ରୁ 8 ବସିବାର ଅଛି। ଯେଉଁ ବିବରଣ ଭୂଷଣ
जो भूषण प्रभु आमମାନଙ୍କୁ ଆମମାନଙ୍କ ଠାରୁ ଚାହାନ୍ତି, ଅଧ୍ୟାୟ 6ରୁ ଯାହାକି 8। ପରମେଶ୍ୱରଙ୍କର ବିଷୟରେ, ଆମମାନଙ୍କର ହୃଦୟ ବିଷୟରେ, ଆମମାନଙ୍କର ଯୋଉ ଜୀବନର ଗତିପଥ ବିଷୟରେ ପ୍ରଭୁ କହନ୍ତି ଯେ ଆମମାନଙ୍କର ଭୂଷଣ ସେଇ ହେବା ଦରକାର। ପରମେଶ୍ୱରଙ୍କର ବାକ୍ୟ ଦ୍ଵାରା ଆମମାନଙ୍କର ହୃଦୟକୁ ସରଳ କରିବାର ବିଷୟ ଦ୍ଵାରା ହୋଇଥାଏ। ଯେତେବେଳେ ଆମମାନେ ପରମେଶ୍ୱରଙ୍କର ବାକ୍ୟକୁ ଶୁଣିଥାଉ, ଆଉ ସେଇ ସମୟରେ ଆମମାନଙ୍କର ହୃଦୟ ଭାଙ୍ଗି ଯାଇଥାଏ, ଆମମାନଙ୍କର ହୃଦୟ ନମ୍ରତା ଜୀବନକୁ ଆସିଥାଏ। ସେ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ପ୍ରସ୍ତୁତି କରିଥାଏ, ଆମମାନଙ୍କୁ ସରଳତାକୁ ନେଇଥାଏ, ଆମମାନଙ୍କୁ ନ୍यूନ କରିଥାଏ, ଯାହାକି ନିଜକୁ ସରଳ ହୃଦୟରେ ଜୀବନ ଯାପନ କରିବାକୁ ଶିକ୍ଷା ଦେଇଥାଏ। ଯଦି ଆମେ ପରମେଶ୍ୱରଙ୍କର ବାକ୍ୟ ଶୁଣି ନଥାଉ, ତେବେ ଆମମାନଙ୍କର ହୃଦୟ କଠିନ ହୋଇଥାଏ। ତେବେ ପ୍ରଭୁ ଆମମାନଙ୍କୁ ବାକ୍ୟରେ ଅନୁଯୋଗ କରିବା ପାଇଁ ଚାହାନ୍ତି କି ମୋର ଭୂଷଣ ଏକ ଅକ୍ଷୟ ଭୂଷଣ ହେବାର ଦରକାର, ମୋର ଭୂଷଣ ଏକ ଅକ୍ଷୟ ଭୂଷଣ ହେବା ଦରକାର, ଯାହାକି ପ୍ରଭୁ ଚାହାନ୍ତି। ଯେତେବେଳେ ଆମେ ହିତୋପଦେଶ 4:9 ଦେଖୁ, ତାହା ଅନୁଗ୍ରହ ରୂପ ଭୂଷଣ ଆମମାନଙ୍କର ହେବା ଦରକାର। ସେଇ ବିଷୟରେ ସେ ସ୍ଥାନରେ ଲେଖାଯାଏ, ହିତୋପଦେଶ ଯେତେବେଳେ ଆମେ 4:9 ଯିବା, ମୋର ପ୍ରିୟ ମାନେ ସେଇ ସ୍ଥାନରେ ଏକ ବିଷୟ ଲେଖାଯାଏ, ସେ ତୁମ୍ଭ ମସ୍ତକରେ ଅନୁଗ୍ରହ ରୂପ ଭୂଷଣ ଦେବ, ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ। ଆମମାନଙ୍କୁ ଅନୁଗ୍ରହ ରୂପ ଭୂଷଣ ଦେବେ। ଆମମାନଙ୍କର ଭୂଷଣ ଏକ ଅନୁଗ୍ରହ ରୂପ ଭୂଷଣ ହେବା ଦରକାର, ଯାହାକି ପରମେଶ୍ୱର କହନ୍ତି କି ସେ ଏଥିରେ ଜ୍ଞାନୀ ସଲୋମନ ଲେଖନ୍ତି, ସେ ଆମମାନଙ୍କୁ କଣ ଅନୁଗ୍ରହ ରୂପ ଭୂଷଣ ଦେବେ। ସେ ତୁମ୍ଭ ମସ୍ତକରେ ଅନୁଗ୍ରହ ରୂପ ଭୂଷଣ ଦେବେ, ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବେ। ଯେତେବେଳେ ମୋର ପ୍ରିୟ ମାନେ ଆମେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେଉ, ଯେତେବେଳେ ଆମେ ପରମେଶ୍ୱରଙ୍କର ବାକ୍ୟରେ ନିଜକୁ ସ୍ଥାପନ କରିଥାଉ, ଯେତେବେଳେ ଆମେ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ନିଜକୁ ପ୍ରସ୍ତୁତି କରିଥାଉ, ମୋର ପ୍ରିୟ ମାନେ ତାହାଙ୍କ ପଥରେ ଚାଲିଥାଉ, ସେତେବେଳେ ପରମେଶ୍ୱର ଆମମାନଙ୍କୁ ଏକ ଅକ୍ଷୟ ଭୂଷଣ ଦିଅନ୍ତି, ଯାହାକି ଅନୁଗ୍ରହର ଭୂଷଣ, ଯାହାକି ସେ ଆମମାନଙ୍କୁ ଶୋଭାର ମୁକୁଟ ଅର୍ପଣ କରିଥାନ୍ତି। ଯୋଉ ମୋର ପ୍ରିୟ ମାନେ ଯେତେବେଳେ ଆମେ ପରମେଶ୍ୱରଙ୍କ ନିକଟକୁ ଯାଇଥାଉ, ସେତେବେଳେ ସେ ଆମମାନଙ୍କୁ ଅନେକ ସମୟରେ ଆମମାନଙ୍କୁ ଆଶୀର୍ବାଦର ମୁକୁଟ ଦେଇଥାନ୍ତି, ଅନୁଗ୍ରହର ମୁକୁଟ ଦେଇଥାନ୍ତି। ଆଉ ଯେଉଁମାନେ ପରମେଶ୍ୱରଙ୍କର ଅନୁସରଣ କରନ୍ତି, ଯେଉଁମାନେ ପରମେଶ୍ୱରଙ୍କର ଅନୁସରଣ ନ କରନ୍ତି, ସେମାନେ ଅନେକ ସମୟରେ ସେମାନେ ସେଇ ମୁକୁଟ ପାଇନଥାନ୍ତି। ଯେତେବେଳେ ଆମେ ଗୋଟେ ଅଂଶ ଦେଖିବା, ଯେତେବେଳେ ଯିଶାୟା ପୁସ୍ତକର 35:10 ନିତ୍ୟ ସ୍ଥାୟୀ ଆନନ୍ଦ ମସ୍ତକର ଭୂଷଣ ସେଇ ବିଷୟରେ ଲେଖାଯାଏ। ନିତ୍ୟ ସ୍ଥାୟୀ ଆନନ୍ଦର ଭୂଷଣ ଆମେ ଦେଖିପାରିବା, ଯେତେବେଳେ ଯିଶାୟା ସେ ସ୍ଥାନରେ ଲେଖନ୍ତି ଯେ 35:10 ପୁଣି ସଦାପ୍ରଭୁଙ୍କ ନିସ୍ତରିତ ଲୋକମାନେ ଫେରି ଆସିବେ ଓ ଗାନଙ୍କରୁ ହେବେ ଓ ନିତ୍ୟ ସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକରେ ଭୂଷଣ କରି ହେବ। ସେମାନେ ଆନନ୍ଦ ଓ ଆହ୍ଲାଦ ପ୍ରାପ୍ତ ହେବେ, ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇ ଯିବ। ଦେଖିବାକୁ ପାଉଛୁ ମୋର ପ୍ରିୟ, ଆମମାନଙ୍କୁ ଏକ ଚେତନା ଦିଏ ଯେ ପୁଣି ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିଓନରେ ଉପସ୍ଥିତ ହେବେ ଓ ନିତ୍ୟ ସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ, ସେମାନଙ୍କର ମସ୍ତକ ଉପରେ ଭୂଷଣ ହେବ। ମୋ ପ୍ରିୟ ମାନେ ଆମ ପରମେଶ୍ୱରଙ୍କ ଲୋକମାନେ ମସ୍ତ କଟନ୍ତି, ପରମେଶ୍ୱର ଆମମାନଙ୍କର ମସ୍ତ କଟନ୍ତି, ପରମେଶ୍ୱର ଆମମାନଙ୍କ ମଣ୍ଡଳୀର ମସ୍ତ କଟନ୍ତି। ତେଣୁ ପ୍ରିୟ ମୋର ପରମେଶ୍ୱରଙ୍କର ଲୋକମାନେ, ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଏହା କୁହେ ଯେ ଆମମାନଙ୍କୁ ଏକ କ୍ଷୟ ଭୂଷଣ ନ ହେଇ ଆମମାନଙ୍କର ଅକ୍ଷୟ ଭୂଷଣ ହେବା ଦରକାର, ଯାହାକି ପରମେଶ୍ୱରଙ୍କ ଠାରୁ ଆମମାନଙ୍କୁ ପ୍ରଦାନ କରାଯାଇଥାଏ। ଆମେ ଏହି ସ୍ଥାନରେ ଦେଖିବାକୁ ପାଉଛୁ ଯେ ଯିଶାୟ ଆମମାନଙ୍କୁ ଏକ ବାକ୍ୟ କୁହନ୍ତି, ଯାହାକି ପୁଣି ସଦାପ୍ରଭୁଙ୍କର ନିସ୍ତାରିତ ଲୋକମାନେ ଫେରି ଆସିବେ
ଓ ଗାନ କରୁ କରୁ ସିଓନରେ ଉପସ୍ଥିତ ହେବେ ଓ ନିତ୍ୟ ସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକରେ ଭୂଷିତ ହେବ। ତ ମୋର ପ୍ରିୟ ମାନେ ଆମମାନେ ସେଇ ଅକ୍ଷୟ ଭୂଷଣ ପାଇବା ପାଇଁ ଚାହୁଁ କି ଆମମାନଙ୍କ ଜୀବନରେ ସେଇ ଅକ୍ଷୟ ଭୂଷଣ ପାଇବା ନିମନ୍ତେ ଆମମାନଙ୍କର ଇଚ୍ଛା ଅଛି କି? ତେବେ ଆମମାନେ ପରମେଶ୍ୱରଙ୍କର ସେଇ ଅକ୍ଷୟ ଭୂଷଣ ପାଇବା ପାଇଁ ହେଲେ ସେଇ ଆହ୍ଲାଦିତ ଆନନ୍ଦଜନକ ଭୂଷଣ ପାଇବା ପାଇଁ ହେଲେ ପରମେଶ୍ୱରଙ୍କ ନିକଟକୁ ଫେରି ଯିବାର ଅଛି। ଯଦି ସେ ଅକ୍ଷୟ ଭୂଷଣ ପାଇବା ପାଇଁ ହେଲେ ଆମମାନେ ପରମେଶ୍ୱରଙ୍କ ନିକଟକୁ ଆସିବାର ଅଛି। ଆଉ ସେ ସ୍ଥାନରେ ଲେଖା ଅଛି ପୁଣି ଶୋକ ଓ ଆର୍ତ୍ତସ୍ୱର ଦୂରକୁ ପଳାଇ ଯିବ। ଆମମାନଙ୍କର କୌଣସି ଦୁଃଖ ରହିବ ନାହିଁ, ଆମମାନଙ୍କର କୌଣସି ଅଭାବ ରହିବ ନାହିଁ, ଆମମାନଙ୍କର କୌଣସି ଅସୁବିଧା ରହିବ ନାହିଁ। ମୋର ପ୍ରିୟ ମାନେ ଆମମାନେ ଅକ୍ଷୟ ଭୂଷଣରେ ଭୂଷିତ ହେବା। ଆମମାନଙ୍କ ମସ୍ତକରେ ସେଇ ଭୂଷଣ ଦିଆଯିବ। ତେବେ ଆମମାନେ କି ପ୍ରକାର ଭୂଷଣରେ ଭୂଷିତ ହୋଇଛୁ? ଆମମାନେ କି ପ୍ରକାର ଭୂଷଣ ଆଜି ଆମମାନେ ଚାହୁଁଛୁ? ବାକ୍ୟରେ ଲେଖାଯାଏ ଯେତେବେଳେ ଦ୍ୱିତୀୟ କରନ୍ତିରେ ଲେଖାଯାଏ ଅନେକ ଲୋକମାନେ ଅନ୍ୟ ବସ୍ତୁ ଚାହାନ୍ତି। ଦ୍ୱିତୀୟ କରନ୍ତିର 5:4 ଯେତେବେଳେ ଦେଖିବା ସେଇ ସ୍ଥାନରେ ଅନେକ ଲୋକମାନେ ଅନ୍ୟ ବସ୍ତ୍ର ପରିଧାନ କରିବା ପାଇଁ ଇଚ୍ଛା କରନ୍ତି। ପଢନ୍ତୁ। କେତେ ଆଜ୍ଞା? ଦ୍ୱିତୀୟ କରନ୍ତି 5:4 ମାନେ ପଢ। କାରଣ ଆମ୍ଭେମାନେ ଏଇ କରି ଭାରତର ସହିତ ଆର୍ତ୍ତନାଦ କରିଅଛୁ, ଯେଣୁ ଆମେମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଆମେମାନେ ଇଚ୍ଛା କରୁଅଛୁ। ମର୍ତ୍ତ୍ୟ ଗ୍ରାସ କରେ ଏ ପ୍ରକାର ଆମମାନେ କଣ ବସ୍ତ୍ର ପରିଧାନ କରିବା ପାଇଁ ଇଚ୍ଛା କରିଥାଉ। ପରମେଶ୍ୱରଙ୍କର ପ୍ରିୟ ଲୋକମାନେ ବାକ୍ୟ ମାନଙ୍କୁ ଏହା କହିବା ପାଇଁ ଚାହେଁ ଯେ ଯେଉଁ ପରିଚ୍ଛଦ ଯେଉଁ ଭୂଷଣ କି କ୍ଷୟ ତାହା ଆମମାନେ ଭୂଷଣ କରିବା ପାଇଁ ଚାହିଁଥାଉ। ପରମେଶ୍ୱରଙ୍କ ବାକ୍ୟ କୁହେ ଯେ ତୁମ୍ଭେମାନେ ଅକ୍ଷୟ ଭୂଷଣ ଭୂଷିତ କର, ଯାହାକି ଆମମାନଙ୍କର କଦାପି କ୍ଷୟ ପାଇବ ନାହିଁ। କିନ୍ତୁ ଏ ସ୍ଥାନରେ ଆମେ ଦେଖିବାକୁ ପାଉଛୁ ଯେ କାରଣ ଆମ୍ଭେମାନେ ଏହି ତମ୍ବୁରେ ବାସ କରି ଭାରଗ୍ରସ୍ତ ହୋଇ ଆର୍ତ୍ତନାଦ କରୁଅଛୁ, ଯେଣୁ ଆମ୍ଭେମାନେ ଯେ ପରିଚ୍ଛଦ ତ୍ୟାଗ କରିବୁ କରିବାକୁ ଇଚ୍ଛା କରୁ ତାହା ନୁହେଁ, ମାତ୍ର ଜୀବନ ଯେପରି ମୃତ୍ୟୁକୁ ଗ୍ରାସ କରେ ଏ ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ ଇଚ୍ଛା କରିଥାଉ। ତେବେ ମୋର ପ୍ରିୟ ମାନେ ଆମମାନେ ଯେତେବେଳେ ଯୋଉ ମର୍ତ୍ତ୍ୟକୁ ଗ୍ରାସ କରିବାର ପରିଚ୍ଛଦ ଆମମାନଙ୍କୁ ପିନ୍ଧିବାକୁ ପଡିବ, ଯାହାକି ପାପକୁ ଆଚ୍ଛାଦିତ କରିବା ବସ୍ତ୍ର ପରିଧାନ କରିବାର ଅଛି, ଯାହାକି ପରମେଶ୍ୱରଙ୍କର ବାକ୍ୟ କୁହେ ପ୍ରେମ ବହୁ ପାପ ଆସ୍ୱାଦନ କରେ। ଆମମାନେ ସେଇ ପ୍ରେମର ବସ୍ତ୍ର ପରିଧାନ କରିବାର ଅଛି। ଆମେ ଏକ ବାକ୍ୟରେ ଦେଖିବା ଯାହାକି ଜିରିମିୟ 2:32 ବିବାହିତ କନ୍ୟା କି ଆପଣା ଭୂଷଣ ପାସୋରି ପାରେ? ତେବେ ମୋର ଖ୍ରୀଷ୍ଟର ପ୍ରିୟ ଲୋକମାନେ ଆମେ ଏକ ଅଂଶ ଦେଖିବା ଯାହାକି ଜିରିମିୟ 2:32 ବିବାହିତା କନ୍ୟା କି ଆପଣା ଭୂଷଣ ପାସୋରି ପାରେ? ତେବେ ଆମମାନେ ପରମେଶ୍ୱରଙ୍କର ବାକ୍ୟ ବା ପରମେଶ୍ୱରଙ୍କର ଆଜ୍ଞା ଆମେ ପାସୋରି ପାରିବା। ପରମେଶ୍ୱର ଯୋଉ ଭୂଷଣ ଆମମାନଙ୍କୁ ଦେଇଛନ୍ତି ଅକ୍ଷୟ ଭୂଷଣ, ତାହାକି ଆମେ ପାସୋରି ପାରିବା। ଆମେ ମାନେ କୋଉ ଭୂଷଣରେ ଭୂଷିତ ହେଉଛୁ? ଜିରିମିୟ ମାନେ କରିବା କନ୍ୟା କି ଆପଣ ଅହଂକାର ହୁଅ, ବିବାହିତ କନ୍ୟା କି ଆପଣ ଭୂଷଣ ପାସୋରି ପାରେ? ତଥାପି ଆମ୍ଭର ଏସବୁ ଲୋକ ଆମ୍ଭକୁ ଅସଂଖ୍ୟ ଦିନ ପାସୋରି ଅଛନ୍ତି। ହଁ, ତ
ବିବାହିତା କନ୍ୟା କି ଆପଣା ଭୂଷଣ ପାସରି ପାରେ? ଯେଉଁ କନ୍ୟା କି ବିବାହିତ ସମୟରେ ଯେଉଁ ଭୂଷଣ ଭୂଷିତ ହେବା କଥା, ଯେଉଁ ବସ୍ତ୍ର ପରିଧାନ କରିବା କଥା, ତାହା କି ସେ ପାସରି ପାରିବ? ତେବେ ମୋର ପ୍ରିୟ ମାନେ, ଆମମାନେ ଯେଉଁ ଅକ୍ଷୟ ଭୂଷଣ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ତାହା ଆମମାନେ ପାସରି ଯାଉଛୁ କି? କିଛି ପଛରେ ପଡି ଯାଇଛୁ କି? ତାହା ଭୁଲି ଯାଇଛୁ କି? ଯଦି ବିବାହିତା କନ୍ୟା ଯଦି ଆପଣା ବସ୍ତ୍ରକୁ ପାସରି ନ ପାରେ, ଆପଣା ଭୂଷଣକୁ ସେ ଯଦି ପାସରି ନ ପାରେ, ଆମେ କେମିତି ପରମେଶ୍ୱରଙ୍କର ସେଇ ଅକ୍ଷୟ ଭୂଷଣକୁ ପାସରି ଯାଉଛୁ? ପ୍ରଭୁଙ୍କର ବାକ୍ୟ କୁହେ, ପ୍ରଭୁଙ୍କର ଆଗମନ ବେଳେ, ଯୀଶୁଙ୍କର ଆଗମନ ବେଳେ ଆମେ ଯୀଶୁଙ୍କ ସହିତ ବିବାହ କରିବା। ତେବେ ଆମେ ସେଇ ଅକ୍ଷୟ ଭୂଷଣକୁ ଯଦି ପରିତ୍ୟାଗ କରିବା, ସେଇ ଅକ୍ଷୟ ଭୂଷଣକୁ ଯଦି ଆମେ ପାସରେ ଯିବା, ତେବେ ଆମେ କି ପ୍ରକାର ପରମେଶ୍ୱରଙ୍କ ସହିତ ସାକ୍ଷାତ କରିପାରିବା? ତେବେ ଆମମାନଙ୍କର ଯୋଉ ଭୂଷଣ ହେଉଛି, ତାହା କ୍ଷୟ ଭୂଷଣ ନ ହେଉ, ଆମମାନଙ୍କର ଭୂଷଣ ଏକ ଅକ୍ଷୟ ଭୂଷଣ ହେଉ, ଯାହାକି ସେ 59 ତାର 17 ପଦରେ ବାକ୍ୟ ଆମମାନଙ୍କୁ କୁହେ ଯେ ପୁଣି ସେ ହଁ ପୁଣି ସେ ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣ ଟୋପର ଆପଣାର ମସ୍ତକରେ ପିନ୍ଧିଲେ, ଆଉ ସେ ପ୍ରତିଶୋଧ ରୂପ ବସ୍ତ୍ର ପରିଧାନ କଲେ ଓ ଉତ୍ତରୀୟ ବସ୍ତ୍ର ରୂପେ ଉଦ୍ଯୋଗ ରୂପ ବସ୍ତ୍ର ପିନ୍ଧିଲେ। ସେମାନଙ୍କର କର୍ମ ପ୍ରମାଣେ ସେ ଆପଣା ବିପକ୍ଷ ମାନଙ୍କୁ ପ୍ରଚଣ୍ଡ କୋପ ରୂପେ ପ୍ରତିଦାନ ଓ ଆପଣା ଶତ୍ରୁମାନଙ୍କ ପ୍ରତିଫଳ ଦେବେ ଓ ଦୀପ ସମୂହକୁ ପ୍ରତିଫଳ ଦାନ କରିବେ। 17 ପଦ ଗୋଟେ, ବୁକୁପଟା ରୂପେ ଧାର୍ମିକତା ଓ ପରିତ୍ରାଣର ଟୋପର ଆପଣା ମସ୍ତକରେ ପିନ୍ଧିଲେ। ଯେତେବେଳେ ଧାର୍ମିକତା ରୂପ ଟୋପର ଆମମାନଙ୍କୁ ପିନ୍ଧିବାର ଅଛି, ବୁକୁପଟା ରୂପ ଧାର୍ମିକତା ଆମମାନଙ୍କ ଜୀବନରେ ହେବା ଦରକାର, ଆମମାନଙ୍କ ମସ୍ତକରେ ଆମମାନେ ଧାରଣ କରିବା ଦରକାର। ସେଥିପାଇଁ ଏଫିସି ପୁସ୍ତକରେ ଲେଖାଯାଏ, ଯେତେବେଳେ ଆମେ ଏଫିସି ପୁସ୍ତକ ତାର 5 ଅଧ୍ୟାୟରେ ଯେତେବେଳେ ଆମେ ଦେଖିବା 13 ରୁ 17 ପଦ ପର୍ଯ୍ୟନ୍ତ, 11 ଆଉ 13 17 ପଦ ପର୍ଯ୍ୟନ୍ତ, ସେଇଟା ଆମମାନଙ୍କୁ ଶିରସ୍ତ୍ରାଣ ବିଷୟରେ ଲେଖାଯାଏ, ପବିତ୍ରତାର ବସ୍ତ୍ର ବିଷୟରେ ସେଇଟା ଲେଖାଯାଏ। ଆମମାନେ ଆଜି କି ପ୍ରକାର ବସ୍ତ୍ର ପରିଧାନ କରୁଛୁ? ଆମମାନଙ୍କର ଭୂଷଣ ଏକ ବାହ୍ୟ ଭୂଷଣ ନ ହେଉ, ଆମମାନଙ୍କର ଭୂଷଣ ଏକ କ୍ଷୟ ଭୂଷଣ ନ ହେଉ, ଆମମାନଙ୍କର ଭୂଷଣ ଏକ ଧାର୍ମିକତାର ଭୂଷଣ ହେଉ। ସେଇ ସ୍ଥାନରେ ଆମେ ଯେତେବେଳେ ଦେଖିବା, ସେଇ ସ୍ଥାନରେ ଲେଖାଯାଏ ଯେ ଏଫିସି ପୁସ୍ତକ ଯେତେବେଳେ ଆମେ 5 ଅଧ୍ୟାୟ ଯିବା, ଆମମାନେ ଯଦି ପରମେଶ୍ୱରଙ୍କୁ ଭେଟିବାର ଅଛି, ଯଦି ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବାର ଅଛି, ଆମମାନଙ୍କୁ ସମସ୍ତ ବିଷୟ ଆମମାନେ ପରିଧାନ କରିବାର ଅଛି। ସେ ବିଷୟରେ ଲେଖାଯାଏ, ଯେତେବେଳେ ଆମେ ଏଫିସି ପୁସ୍ତକ 5 କିନ୍ତୁ ଅଧ୍ୟାୟକୁ ଯିବା, ହଁ କିନ୍ତୁ ଯେ ସମୟରେ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ସେଇ ସବୁ ପ୍ରକାଶିତ ହୁଏ, କାରଣ ଯାହା ସବୁ ପ୍ରକାଶିତ ହୁଏ ତାହା ଆଲୋକ। Praise the Lord, hallelujah, ତାହା ସବୁ ଆଲୋକ ଅଟେ। ଆଉ ଯେତେବେଳେ ଆମେ ତଳକୁ 17 ପଦ ପର୍ଯ୍ୟନ୍ତ ପଢିବା, ଏ ଦେଖାଯାଏ ନିର୍ବୋଧ ନିଦ୍ରିତ ଯାକ କଥା ବୁଝ। ହଁ ଏଣୁ ଆମମାନଙ୍କୁ ଉକ୍ତ ଜାଗି ଅଛି ପଡିବାର ଅଛି, ଆମମାନଙ୍କୁ ଉଠି ଏଣୁ ଉକ୍ତ ଅଛି, ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଆଲୋକ ପ୍ରଦାନ କରିବେ। ଯେତେବେଳେ ଆମେ ଦେଖିବା, ଆମମାନଙ୍କୁ ଯେ ଆମେ ମୃତ୍ୟୁ ପ୍ରାୟ ମନୁଷ୍ୟ ହେଇକି ରହିଛୁ, ଆମମାନଙ୍କୁ ଜାଗିବାର ଅଛି, ଆମମାନଙ୍କୁ ଉଦ୍ଯୋଗୀ ହେବାର ଅଛି, କାରଣ ଆମମାନଙ୍କୁ ଜାଗି ରହି ପରମେଶ୍ୱରଙ୍କ ସେବା କରିବାର ଅଛି। ତେବେ ମୋର ପ୍ରିୟ ମାନେ, ବାକ୍ୟରେ ଆମମାନଙ୍କୁ ଏକ ବାକ୍ୟ
ଅନୁଯୋଗ କରିବା ପାଇଁ ଚାହେଁ ଯେ ଆମମାନେ ପରମେଶ୍ୱରଙ୍କ ନିମନ୍ତେ ଉଦ୍ଯୋଗୀ ହେବାର ଅଛି, ଉଠିବାର ଅଛି, ପ୍ରସ୍ତୁତି ହେବାର ଅଛି। କାରଣ ଆମମାନେ ପରମେଶ୍ୱରଙ୍କର ସେଇ ଅକ୍ଷୟ ଭୂଷଣ ପାଇବାର ଅଛି, କାରଣ ଆମମାନେ ପରମେଶ୍ୱରଙ୍କ ସହିତ ଭେଟିବାର ଅଛି। ମୋର ପ୍ରିୟ ମାନେ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଏହା କୁହେ। ପ୍ରଥମ ତିମୋଥୀ ତାର 2:9 ଆଉ 10 ପଦ ଦେଖିବା, ସେଇ ସ୍ଥାନରେ ଏକ ବାକ୍ୟ ଲେଖାଯାଏ ଯାହାକି ଏ ସେହି ପ୍ରକାର ମଧ୍ୟ ସୁସମାଚାର ସକାଶେ ମୁଁ ଅପରାଧୀ ପରି ନାଇଁ ମା ବନ୍ଧନ ପର୍ଯ୍ୟନ୍ତ କ୍ଲେଶ ଭୋଗ କରିଅଛି, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅବୋଧ ନୁହେଁ। ତିମୋଥୀ 2:9-10 ସେହି ପ୍ରକାରେ ମଧ୍ୟ ସ୍ତ୍ରୀମାନେ କେଶ ବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ବହୁମୂଲ୍ୟ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ନିର୍ବୋଧ ସହକାରେ ପରିପାଟି ପରିଚ୍ଛଦ ପିନ୍ଧି ଧର୍ମପରାୟଣ ସ୍ତ୍ରୀମାନଙ୍କର ଉପଯୋଗୀ ସତ୍କର୍ମ ରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ। ବାକ୍ୟରେ ଲେଖାଯାଏ ମୋର ପ୍ରିୟ ମାନେ, ଆମେ ଈଶ୍ୱର ଦେଖିବାକୁ ପାଉଛୁ ପ୍ରଥମ ତିମୋଥୀ ତାର 2:9 ଆଉ 10 ପଦରେ, ସେଇ ପ୍ରକାର ମଧ୍ୟ ସ୍ତ୍ରୀ ମାନେ କେଶ ବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତ ନ କରି ଲଜ୍ଜା ଓ ସୁବୁଦ୍ଧି ସହକାରେ ପରିପାଠି ପରିଚ୍ଛଦ ପିନ୍ଧି, ଯାହାକି ଧର୍ମପରାୟଣ ସ୍ତ୍ରୀ ମାନଙ୍କୁ ଉପଯୋଗୀ ସତ୍କର୍ମ ରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତ କରନ୍ତୁ। ଯେତେବେଳେ ଆମମାନେ ଦେଖୁଛୁ ଅନେକ ସମୟରେ ଆମମାନଙ୍କର ବାହ୍ୟ ଭୂଷଣ ଉପରେ ଆମମାନେ ଅଧିକ ଧ୍ୟାନ ଦେଇଥାଉ, ଆମମାନେ କେଶ ବିନ୍ୟାସ କରିଥାଉ। ମୁଁ ଏଇ ବିଷୟରେ ଅଧିକ କହିବା ପାଇଁ ଚାହେଁ ନାହିଁ। ଆଉ ପରମେଶ୍ୱରଙ୍କ ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଆମମାନେ ସମସ୍ତେ ଜାଣିଛୁ ଯେ ସେ ବାହ୍ୟ ଭୂଷଣ, ସେଇ ଚାକଚକ୍ୟ ଭୂଷଣ, ସେଇ କେଶ ବିନ୍ୟାସ ଆଉ କଣ ସେ ଜାଲି ବସ୍ତ୍ର, ଆମେ ସମସ୍ତ ବିଷୟ ଜାଣିଛୁ। ଏହା ଜଣେ ବିଶ୍ୱାସୀକୁ ବା ଜଣେ ମନୁଷ୍ୟକୁ ତା ବେବିଚାରକୁ ଆକୃଷ୍ଟ କରିଥାଏ। ଅନେକ ସମୟରେ ଆମେ ଦେଖୁଛୁ ଯୁବା ଯୁବତୀ ମାନେ ଅନେକ ବିଷୟ ସେମାନେ କରନ୍ତି, ସ୍କ୍ରାଚ ପେଣ୍ଟ, ବିଭିନ୍ନ ପ୍ରକାର ତାଙ୍କର ବାହ୍ୟ ଭୂଷଣ, ତାହା ଏକ ଅକ୍ଷୟ ଭୂଷଣ ଅଟେ। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ମାନଙ୍କୁ କୁହେ ଯେ ଯୋଉ ଭୂଷଣ କି ଆମେ ଭୂଷିତ କରୁଛୁ ତାହା ଏକ କଣ ହେବା ଦରକାର। ଆମେ 9 ପଦରେ ଦେଖୁଛୁ ଯେ ଲଜ୍ଜା ଓ ସୁବୁଦ୍ଧି ସହକାରେ ପରିପାଠି ପରିଚ୍ଛଦ ପିନ୍ଧିବା ଦରକାର। ଆମମାନଙ୍କୁ ଯୋଉ ଭୂଷଣ ମାନେ ବାହ୍ୟ ଭୂଷଣ ଭୂଷିତ କରୁଛୁ ତାହା ଲଜ୍ଜା ନିବାରଣ କରିବା ପାଇଁ କରାଯାଇଥାଏ। ଅନେକ ସମୟରେ ଆମେ ଦେଖିବାକୁ ପାଉଛୁ ଆମମାନେ ସମସ୍ତ ବିଷୟ ଦେଖେଇଥାଉ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଦେଖାଯାଉଥାଏ, କିଛି ବିଷୟ ଢାଙ୍କି ଥାଏ, କିନ୍ତୁ ପରମେଶ୍ୱରଙ୍କର ବାକ୍ୟ କୁହେ ଯେ ଲଜ୍ଜାକୁ ଆବରଣ କରିବା ପାଇଁ ଆମମାନେ ବସ୍ତ୍ର ପରିଧାନ କରିବାର ଅଛି, ସେଇ ଭୂଷଣ ଭୂଷିତ କରିବାର ଅଛି। କିନ୍ତୁ ତାହା କଣ ନା ବୁଦ୍ଧିର ସହକାରେ, ସୁବୁଦ୍ଧିର ସହକାରେ ଆମମାନେ ପରିପାଟି କରିବାର ଅଛି। ଆଉ ଧାର୍ମିକ ପରାୟଣ ସ୍ତ୍ରୀ ମାନଙ୍କର ଉପଯୋଗୀ ସତ୍କର୍ମ ରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତ କରିବାର ଅଛି। ସତ୍କର୍ମ ରୂପ ଭୂଷଣ ଆମମାନଙ୍କ ସତ୍ୟ ହଉଛି କି ଯୋଉ ଆମମାନେ କାର୍ଯ୍ୟ କରୁଛୁ, ଆମ କାର୍ଯ୍ୟକଳାପ ଆମମାନଙ୍କ ସମସ୍ତ ବିଷୟ ପରମେଶ୍ୱରଙ୍କ ନିକଟରେ ତାହା ଏକ ସତ୍ୟ ବିଷୟ ହେଉଛି କି, ତାହା ଏକ ଉତ୍ତମ ବିଷୟ ହେଉଛି କି, ତାହା ମାନେ ଦେଖିବାର ଅଛି। ପ୍ରଭୁ ସେହି ବିଷୟ ଚାହାନ୍ତି। ଆମମାନଙ୍କର ହୃଦୟ ଭିତରୁ ଯାହା ହେଉଛି ତାହା ଉତ୍ତମ ବିଷୟ ହେବା ଦରକାର। ଅନେକ ସମୟରେ ଆମମାନେ ବାହ୍ୟ ଭୂଷଣ ବିଷୟରେ ଅଧିକ ଧ୍ୟାନ ଦେଇଥାଉ, କିନ୍ତୁ ପରମେଶ୍ୱରଙ୍କର ବାକ୍ୟ କୁହେ ଯେ ଯାହାକି ଆମମାନଙ୍କୁ ସୁରକ୍ଷିତ ରଖିଥାଏ, ଯାହାକି ଯୋଉ ବସ୍ତ୍ର ବା ଯୋଉ ଭୂଷଣ, ଯୋଉ ମୁକୁଟ ଆମମାନଙ୍କୁ ସୁରକ୍ଷିତ ରଖିଥାଏ, ସେହି ବିଷୟରେ ଆମମାନଙ୍କୁ ଅଧିକ ଧ୍ୟାନ ଦେବାର ଅଛି। ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଯଦି ଆମମାନେ ପ୍ରଥମ କରନ୍ତି ତାର 15 ପର୍ବର 53-54 ପଦ ପଢିବା, ସେଇ ସ୍ଥାନରେ ଆମେ ଦେଖିବା ଅକ୍ଷୟତା ରୂପ ବସ୍ତ୍ର ଆଉ ଅମରତା ରୂପ ବସ୍ତ୍ର ବିଷୟରେ ସେଇ ସ୍ଥାନରେ ଲେଖାଯାଏ। ଆମମାନେ
ଗୋଟେ ଅଂଶ ପଢିବା ପ୍ରଥମ କରନ୍ତି ତାର 15 ପର୍ବ ତାର 53 ଆଉ 54। କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ। ହଁ, praise the Lord। Lord, ଦେଖୁଛୁ କି କାରଣ ଏହି କ୍ଷୟ ଶରୀରକୁ ଅକ୍ଷୟ ରୂପ ବସ୍ତ୍ର ପରିଧାନ କରିବାକୁ ହେବ, ଆଉ ଏହି ମର୍ତ୍ତ୍ୟ ଶରୀରକୁ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ। କାରଣ ଆମମାନଙ୍କୁ ସେଇ ଯୋଉ ଜୀବିତ ପରମେଶ୍ୱରଙ୍କ ସହିତ ଭେଟିବାର ଅଛି, ତେବେ ସେଇ ପବିତ୍ର ବ୍ୟକ୍ତିଙ୍କ ସହିତ ଭେଟିବାର ଅଛି, ସେଇ ପବିତ୍ର ବ୍ୟକ୍ତିଙ୍କ ସହିତ ଆମର ଯୋଡିବାର ଅଛି। ତେଣୁ ଆମମାନଙ୍କର ଯୋଉ ଅକ୍ଷୟ ଶରୀରକୁ କଣ ନା କ୍ଷୟ ଶରୀରକୁ ଆମମାନଙ୍କୁ ଅକ୍ଷୟ ଶରୀର ରୂପ ବସ୍ତ୍ର ପରିଧାନ କରିବାର ହେବ, ଆଉ ଏହି ମର୍ତ୍ତ୍ୟର ଶରୀରକୁ କଣ ଅମରତା ରୂପ ବସ୍ତ୍ର ପରିଧାନ କରିବାକୁ ହେବ। ସେଥିପାଇଁ ବାକ୍ୟରେ ଲେଖାଯାଏ, ଯେତେବେଳେ ଆମେ ରୁମି ପୁସ୍ତକକୁ ଯିବା ଆମେ ପଢିବା ନା, ସେ ସ୍ଥାନରେ ଲେଖାଯାଏ 12:1-2 ଯେ ଆମମାନଙ୍କର ଶରୀରକୁ ସଜୀବ ଆଉ ପବିତ୍ର କରିବାର ଅଛି। ଅନେକ ଲୋକମାନେ କହନ୍ତି ମୁଁ ପୁଡିଆ ଖାଉଛି, ବିଡ଼ି ଖାଉଛି, ମଦ ପିଉଛି, ଏଇଟା ସବୁ ଶରୀର ଅଭିଳାଷ ପାଇଁ ମୁଁ ପ୍ରଭୁଙ୍କୁ ବିଶ୍ୱାସ କରିଛି। କିନ୍ତୁ ମୋର ପ୍ରିୟ ମାନେ ପରମେଶ୍ୱରଙ୍କର ବାକ୍ୟ ଏହା କୁହେ ଯେ ଆମମାନଙ୍କର ଶରୀରକୁ ମଧ୍ୟ ପବିତ୍ର କରିବାର ଅଛି, ଆମମାନଙ୍କର ଶରୀରକୁ ସଜୀବ କରିବାର ଅଛି। ମୋର ଶରୀରକୁ ଆମମାନଙ୍କୁ ଅମରତା ରୂପ ବସ୍ତ୍ର ପରିଧାନ କରିବାର ଅଛି। ଶରୀରକୁ ଅକ୍ଷୟ ରୂପ ବସ୍ତ୍ର ପରିଧାନ କରିବାର ଅଛି। ଆଉ ଯୋଉ ବସ୍ତ୍ର କି ଆମେ ଦେଖୁଛୁ ମର୍ତ୍ତ୍ୟ ଶରୀରର ଅମରତା ରୂପ ବସ୍ତ୍ର ପରିଧାନ କରିବାର ଅଛି। ଯେତେବେଳେ ଆମେ 53 ପଦ ଆମେ ଦେଖୁ, କାରଣ ଏଇ କ୍ଷୟ ଶରୀରକୁ ଏଇ କ୍ଷୟ ଶରୀର ବିଷୟରେ ଲେଖାଯାଏ ଆମମାନଙ୍କୁ ଅକ୍ଷୟ କରିବାର ଅଛି। ଆଉ 54 ପଦ ଯେତେବେଳେ ଦେଖିବା, କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟ ରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତା ରୂପ ବସ୍ତ୍ର ପରିଧାନ କଲା, ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ। ଆମେ ଯେତେବେଳେ এই ସମସ୍ତ ବିଷୟ ଆମେ କରିବା, ଯେତେବେଳେ ଆମମାନଙ୍କ ଶରୀର ଯୋଉ କ୍ଷୟ ଶରୀରକୁ ଆମେ ଅକ୍ଷୟ ରୂପ ବସ୍ତ୍ର ଆମେ ପରିଧାନ କରିବା, ସେତେବେଳେ ପରମେଶ୍ୱରଙ୍କ ବାକ୍ୟ ସଫଳ ହେବ। ପରମେଶ୍ୱର ଆମକୁ ଯାହା କହିଛନ୍ତି ତାହା ହେବ। ତେଣୁ ମୋର ପ୍ରିୟ ମାନେ ବାକ୍ୟ ଆମକୁ କୁହେ ଯେ ଆମମାନେ କ୍ଷୟଭୂଷଣ ପ୍ରତି ଅଧିକ ଧ୍ୟାନ ନ ଦେଇ ଆମମାନେ କଣ କରିବାର ଅଛି ନା ଅକ୍ଷୟ ରୂପ ବସ୍ତ୍ର ପରିଧାନ କରିବାର ଅଛି। ତେଣୁ ପ୍ରଥମ ପିତର 5:5 ଲେଖାଯାଏ ନମ୍ରତା ରୂପ ବସ୍ତ୍ର। ଆମମାନଙ୍କୁ ନମ୍ର ହେବାର ଅଛି, ଆମମାନଙ୍କୁ ସରଳ କରିବାର ଅଛି। ପ୍ରଥମ ପିତରରେ ଆମେ ଦେଖିବାକୁ ପାଉଛୁ 5:5 ପଦରେ ଯେ ନମ୍ରତା ରୂପ ବସ୍ତ୍ର ଆମମାନଙ୍କୁ ପରିଧାନ କରିବାର ଅଛି। ଟିକେ ପଢିବା ତାପରେ ମାନେ ସମାପ୍ତି କରିବା, ଯାହାକି ପ୍ରଥମ ପିତର ତାର 5:5 ପଦ ମାନେ ଗୋଟେ ଅଂଶ ଦେଖିବା। ସେହିପରି ହେ ଯୁବକମାନେ, ତୁମେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ, ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଙ୍କାରୀ ମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। Praise the Lord. Praise the Lord. Hallelujah. ସେହିପରି ଯୁବକ ମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ, ସେ ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଙ୍କାରୀ ମାନଙ୍କ ବିରୁଦ୍ଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ମୋର ପ୍ରିୟ ମାନେ ଆମେ ପ୍ରଥମ ଯେତେବେଳେ ଅଂଶ ମାନେ ପଠନ କଲୁ, ସେଇ ସ୍ଥାନରେ ଲେଖାଯାଏ ଆମ ନିଜକୁ ନମ୍ର କରିବାର ଅଛି, ନିଜକୁ ସରଳ କରିବାର ଅଛି, ନିଜକୁ ନତ କରିବାର ଅଛି। ଯଦି ଆମେ ପରମେଶ୍ୱରଙ୍କ ନିକଟରେ ନିଜକୁ ନତ ଆମେ ନମ୍ର କରୁଛୁ, ତେବେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିବେ। ପ୍ରଭୁ ଅହଙ୍କାରୀ ଲୋକମାନଙ୍କୁ ସେ ଘୃଣା କରନ୍ତି, ଅହଙ୍କାରୀଙ୍କୁ ସେ ପ୍ରେମ କରନ୍ତି ନାହିଁ। ମୋର ପ୍ରିୟ ମାନେ ସେଥିପାଇଁ ଆମ ନିଜକୁ ନମ୍ର କରିବାର ଅଛି, ନିଜକୁ ନ୍यून କରିବାର ଅଛି, ଆଉ ଆମମାନେ ସେହି ନମ୍ରତା ରୂପ ବସ୍ତ୍ର ପରିଧାନ କରିବାର ଅଛି। ଆମମାନଙ୍କର ଏଲ୍ଡର ମାନଙ୍କର, ଆମମାନଙ୍କର ବଡ ମାନଙ୍କର ଆମମାନେ ସମ୍ମାନ କରିବାର ଅଛି, ସେମାନଙ୍କର ଅନୁକରଣ କରିବାର ଅଛି, ସେମାନଙ୍କର ବସ୍ତୁତା ହେବାର ଅଛି। ଏ ପ୍ରଭୁ
ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିବେ। ଯେତେବେଳେ ପ୍ରକାଶିତ ପୁସ୍ତକ ଆମେ ଦେଖିବା ସେ ସ୍ଥାନରେ ଲେଖାଯାଏ ଯେ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ବିଷୟରେ ସେ ସ୍ଥାନ ଲେଖାଯାଏ। ତେଣୁ ମୋର ପ୍ରିୟ ମାନେ ଆମମାନେ କ୍ଷୟ ଭୂଷଣ ପ୍ରତି ଅଧିକ ମନୋଯୋଗ ନ ଦେଇ ଆମମାନେ ଅକ୍ଷୟ ଭୂଷଣ ପ୍ରତି ଅଧିକ ମନୋଯୋଗ ଦେଉ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିବେ। ଅଳ୍ପ ଶିକ୍ଷା ବାକ୍ୟରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। Amen. ହାଲେଲୁୟା। Hallelujah.